ଆପଣମାନଙ୍କୁ ପ୍ରଣାମ। ବିଗତ ଅଧ୍ୟାୟରେ ଶୁଣିଥିଲେ ଗୀତା ପଣ୍ଡାର ଅଲୌକିକ କାହାଣୀ ସମ୍ପର୍କରେ। ଭଗବାନ ପତିତ ପାବନ ଦୀନବନ୍ଧୁ ଭକ୍ତର କଥାକୁ ବୁଝନ୍ତି, ଆଉ ଭକ୍ତର କଥାକୁ ବୁଝି ଗୋପାଳ ଟୋକା ବେଶ ଧରି ବାହାରି ପଡ଼ିଲେ ଗୀତା ପଣ୍ଡା ନିକଟକୁ। ସେତେବେଳେ ସେ ଗୋପାଳ ରୂପଧାରୀ ଭଗବାନଙ୍କ ରୂପ ଦେଖିବାକୁ ଥିଲା ଇନ୍ଦ୍ର ନୀଳମଣି ଭଳି ଝଟକୁଥିବା ନବୀନ ନୀଳଘନ ଶରୀର, ପୂର୍ଣ୍ଣଚନ୍ଦ୍ରଙ୍କ ଭଳି ସୁଗୋଲ ମୁଖମଣ୍ଡଳରେ ଆକର୍ଣ୍ଣ ଲମ୍ବିତ ପଙ୍କଜ ତୁଲ୍ୟ ନୟନ ଯୁଗଳ, ବିମ୍ବାଧର ଅତି ସୁରଙ୍ଗ ଦେଖାଯାଉଥିଲା। ନାସାରେ ମନୋହରତା ଚିତାକର୍ଷକ ଥିଲା। ଓଠୋଦୟ ସଦା ହସ ହସ ଥିବାରୁ ତହିଁରୁ ସୁଧାରସ ନିର୍ଗତ ହେଉଥିବା ଭଳି ମନ ହେଉଥିଲା। ସତେ ଯେପରି ସେ କପାଳରେ କସ୍ତୁରୀ ତିଳକ ଧାରଣ କରିଥିଲେ। ଦେଖାଯାଉଥିଲା ଭଗବାନ ସ୍ୱୟଂ ବିରାଜମାନ। କଣ୍ଠ ଦେଶରେ ସୁଗଞ୍ଜମାଳ ପକାଇଥିଲେ ଭଗବାନ। ଦୁଇ ଭୁଜରେ ସୁବର୍ଣ୍ଣ କଙ୍କଣ ପରିଧାନ କରିଥିଲେ। ଆଙ୍ଗୁଳି ଗୁଡ଼ିକରେ ରବି କିରଣର ଦର୍ପଗଞ୍ଜନ କରୁଥିବା ହୀରା ନୀଳା ଜଡ଼ିତ ମୁଦ୍ରିକା ପରିଧାନ କରିଥିଲେ। ପୀତବସ୍ତ୍ର ପରିଧାନ କରିଥିଲେ ଭଗବାନ। ତାଙ୍କ କଟି ପ୍ରଦେଶରେ ସୁବର୍ଣ୍ଣ ଘାଗୁଡ଼ିର ମେଖଳା ବନ୍ଧା ଯାଇଥିଲା। ପାଦରେ ନୂପୁରରେ ପାଉଁଜି ପିନ୍ଧିଥିବାରୁ ଚାଲିବା ସମୟରେ ରୁଣୁଝୁଣୁ ଶବ୍ଦ ହୁଏ। ସେ ହାତରେ ଏକ ସୁଦୀର୍ଘ ଲହୁଡ଼ି ଧାରଣ କରିଥିଲେ ଓ ମସ୍ତକରେ ଜାମୁଡାଳ ସହିତ ଶିଖିଚୂଳ ବାନ୍ଧି ଦେଇ ଅପୂର୍ବ ଲାବଣ୍ୟମୟ ରୂପରେ ଚହଟି ଆସୁଥିଲେ। କର୍ଣ୍ଣଦ୍ୱୟରେ ସୁବର୍ଣ୍ଣର କୁଣ୍ଡଳ ପରିଧାନ କରି ଅତ୍ୟନ୍ତ ସୁମନୋହର ଦେଖାଯାଉଥିଲା ଗୋପାଳ ବାଳକ। ପ୍ରଭୁ ଏଇଭଳି ଗୋପାଳ ଦାମୋଦର ବେଶ ଧାରଣ କରି କାନ୍ଧରେ ନାନା ଦ୍ରବ୍ୟ ପୂରିତ ଦୁଇଟି ଯୋଡ଼ା ଭାର ବହନ କରି ବାହାରି ପଡ଼ିଲେ। ସେହି ଭାର ବୋଝରେ ମୁଗ, ସରୁ ଚାଉଳ, ଘୃତ, ନବାତ, ଦୁଧ, ଦହି, ହଳଦୀ, ସୋରିଷ, ଅଦା, କୁଟା ତେନ୍ତୁଳି, ହେଙ୍ଗୁ, ମରିଚ, ଫୁଲବଡ଼ି ସହିତ ଅନେକ କଉଡ଼ି ବା ସଜଡ଼ା ହୋଇ ରଖାଯାଇଥିଲା। ନାନାବିଧ ଦ୍ରବ୍ୟ। ଜଗଜ୍ଜିତା ଭଗବାନ ନିଜେ ଭାରୁଆ ହୋଇ ଭକ୍ତ ଘରକୁ କାନ୍ଧେଇ ଦ୍ରବ୍ୟ ନେଇ ଯାଉଛନ୍ତି। ଦ୍ରବ୍ୟ ଗୁଡ଼ିକ ବିଷୟରେ ଆମେ କଳନା କରିପାରିବା ନାହିଁ। ମହାପ୍ରଭୁ ଗୋପାଳ ଦାମୋଦର ଚିନ୍ତା କରିବା ମାତ୍ରେ ଆସି ଗୀତା ପଣ୍ଡାଙ୍କର ଘର ପାଖରେ ପହଞ୍ଚିଗଲେ। ସେ ଦାଣ୍ଡ ଦ୍ୱାର ମୁହଁ ପାଖରେ ଠିଆ ହୋଇ ମେଘ ଗମ୍ଭୀର ଧୀର ସ୍ୱରରେ ଡାକିଲେ, ଘରେ କିଏ ଅଛ? କିଏ ଅଛ? ଶୀଘ୍ର ଆସ, ତୁମ ଘର ଲୋକଙ୍କ ପାଇଁ ଭୋଜନ ସାମଗ୍ରୀ ଆଣି ଠିଆ ହୋଇଛି। ଗମ୍ଭୀରା ଘରେ ପଣ୍ଡା ଋଷି ଶୋଇଛନ୍ତି। ତାଙ୍କୁ ଏହି ଡାକ ଶୁଣାଯାଉନଥିଲା। ମାତ୍ର ଦାଣ୍ଡ ଘରେ ପଣ୍ଡାଙ୍କ ସ୍ତ୍ରୀ ଶୋଇଥିଲେ। ଉପାସ ପେଟରେ କି ନିଦ ହୁଏ, ସେ ଚାହିଁ ଶୋଇଥିଲେ। ଗୋପାଳଙ୍କର ସଧୀର ସୁସ୍ୱର ଡାକ ଶୁଣିବା କ୍ଷଣି ଦାଣ୍ଡ କବାଟ ଫିଟାଇ ଦେଲେ। ଦେଖିଲା ବେଳକୁ ଦୁଇପଟେ ଖାଦ୍ୟ ସାମଗ୍ରୀ ପରିପୂର୍ଣ୍ଣ ହୋଇଥିବା ଭାର ଧରି ଭାରୁଆ ଠିଆ ରହି ମୁରୁକି ମୁଚୁକୁନ୍ଦ ହସ ମାରୁଛି। ଭାରୁଆ ଭାର ଦୁଇକୁ ଭୂମିରେ ରଖି କହିଲେ, ପଣ୍ଡାଙ୍କର ସଖା ମୋ ହାତରେ ଏଇ ଭାର ତୁମ ଘରକୁ ପଠାଉଛନ୍ତି। ଅନ୍ୟ କାହା ହାତରେ ଦେଇଥିଲେ କିଛି କାଳେ ଉଣା ହୋଇଯିବ, ଏହା ଭାବି ମୋ ହାତରେ ପଠାଇଛନ୍ତି। ଆମକୁ ଭାରି ବିଶ୍ୱାସ କରନ୍ତି। ଆମକୁ ଯେଉଁଆଡ଼େ ପଠାନ୍ତି ଆମେ ସେଇଆଡ଼େ ଯାଉ। ଏବେ ଆଉ ବିଳମ୍ବ କଲେ ଚଳିବ ନାହିଁ। ମୁଁ ବଢ଼ାଇ ଦେଉଛି, ଜିନିଷ ଗୁଡ଼ିକ ଘରେ ରଖିଦିଅ। ପଣ୍ଡାଙ୍କୁ ସବୁ କଥା କହିଦେବ। ପଣ୍ଡାଙ୍କ ସ୍ତ୍ରୀ ମାୟାଧରଙ୍କ ମାୟା ବୁଝିବା ବା କେତେ? ସାମାନ୍ୟ ମନୁଷ୍ୟ ବୁଦ୍ଧିରେ ଆଉ କିଛି ପଚରା ଉଚରା ନ କରି ଗୋଟି ଗୋଟି ଜିନିଷ ଗୁଡ଼ିକୁ ବୋହି ନେଇ ଘରେ ରଖିବାକୁ ଲାଗିଲେ। ଯେତେବେଳେ ତାଙ୍କର ସେହି ଘରଟି ଦ୍ରବ୍ୟ ରଖାଯାଇ ପରିପୂର୍ଣ୍ଣ ହୋଇଗଲା, ସେ ମନେ ମନେ ଖୁବ୍ ଖୁସି ହୋଇ ଜିନିଷ ପଠାଉଥିବା ପଣ୍ଡାଙ୍କ ସଖାଙ୍କ ଉପରେ ମନେ ମନେ କୃତଜ୍ଞତା ପ୍ରକାଶ କରି ଭାରୁଆ ଗୋପାଳଙ୍କୁ କହିଲେ, ହାଏ, ବଡ଼ ଅଦ୍ଭୁତ ଭାରୁଆ ତମେ, ତମରି ଜାତି କ'ଣ? ଏହା ଶୁଣି ଭାରୁଆ ଗୋପାଳ କହିଲେ, ଆମେ ଗୋପାଳ। ମୁଁ ବ୍ରଜରାଜଙ୍କର ସାନ ପୁଅ। ମୁଁ କେବେ ହେଲେ ଘରେ ରହି ନାହିଁ। ସବୁବେଳେ ଏଣେ ତେଣେ ବୁଲୁଥାଏ। ଆଉ ଯାହା ପାଖରେ ବିଶ୍ୱାସ ଭାବ ଦେଖେ ମୁଁ ତାର ଭାରୁଆ କାମ କରେ। ମୁଁ ଭାରି ଭାବ ବିନୋଦିଆ। ମୋ ଉପରେ ଯିଏ ବିଶ୍ୱାସ ଭାବ ରଖିଲା ମୁଁ ତା ପାଖକୁ ଚାଲିଯାଏ। ମୁଁ କାହାଠାରୁ କିଛି ବି ନିଏ ନାହିଁ। ଆଉ ପତ୍ର ପୁଷ୍ପ ଯାହା ମିଳିଲା ପାଇଲେ ମୁଁ ସନ୍ତୁଷ୍ଟ ହୋଇଯାଏ। ଏବେ ମୁଁ ଯାହା ଆଣିଛି ତାକୁ ଜାଗ୍ରତରେ ରଖ, ଆଉ ମୋତେ ମେଲାଣି ଦିଅ। ପଣ୍ଡାଙ୍କ ସ୍ତ୍ରୀ ଏପରି କଥା ଶୁଣି କହିଲେ, ତୁମେ କି କଥା କହୁଛ? ଏତେ ଓଜନିଆ ଭାର କାହିଁକି ଏତେ ଦୂରରୁ ବୋହି ଆଣୁଛ? ଏବେ ଉପବାସରେ କେମିତି ଚାଲିଯିବ ବୋଲି କହୁଛ? ପିଣ୍ଡାରେ ଦଣ୍ଡରେ ବସ। ମୁଁ ତୁମ ପାଇଁ ଭୋଜନ ରନ୍ଧନ କରି ଅଳ୍ପ ସମୟ ଭିତରେ ଆଣିଦେବି। ଗଣ୍ଡେ ଭୋଜନ କରି ଯିବନି? ବସ ଗଣ୍ଡେ ଭୋଜନ କରି ଯିବ। ଭାରୁଆ ଗୋପାଳ କହିଲେ, ତୁମେ ମୋ ଜଞ୍ଜାଳ କଥା ଜାଣିନାହଁ। ପଣ୍ଡାଏ ଜାଣନ୍ତି। ମୋ ପରା ସଂସାର ଯାକର ଚିନ୍ତା।
ତୁମେ ସେ କଥା ବୁଝିପାରିବ ନାହିଁ। ସତ କହିବାକୁ ଗଲେ ତୁମ ଘରେ ଭୋଜନ କରାଇବାକୁ ମୋର ଇଚ୍ଛା ଥିଲା, ହେଲେ କ'ଣ କରିବି, ମୋ ଜିଭ ଖଣ୍ଡିଆ ହୋଇଯାଇଛି। ଦେଖୁନ ଖାଲି ରକ୍ତ ବାହାରୁଛି, ମୁଁ କିଛି ଖାଇପାରୁନି। ହଉ ବିଳମ୍ବ ହୋଇଯାଇଛି, ମୁଁ ଯାଉଛି, ପଣ୍ଡାକୁ କହିଦେବ। ହେଲା, ଯାଉଛି। ଏପରି କହି ଆଦିମୂଳ ତତ୍କ୍ଷଣାତ୍ ଚାଲିଗଲେ। ଏଣେ ପଣ୍ଡାଙ୍କ ସ୍ତ୍ରୀ ରୋଷେଇବାସ କରି ପଣ୍ଡାଙ୍କୁ ଡାକିବାକୁ ଆଗଲେ। ଗମ୍ଭୀରା ଘର କବାଟ ବାଡ଼ି କହିଲେ, ଆହେ ଶୀଘ୍ର ଉଠି ଆସ, ଭୋଜନ କରିବ। ଗୀତା ପଣ୍ଡା ଭୋଜନ କଥା ଶୁଣି ମନେ ମନେ ଆଶ୍ଚର୍ଯ୍ୟ ହୋଇଗଲେ। ଭୋଜନ ପୁଣି କୁଆଡ଼ୁ କିପରି ଆସିଲା? ଏପରି ଭାବି ସେ ଗମ୍ଭୀରା ଘରୁ ବାହାରି ଆସିଲେ। ଦେଖିଲେ ତାଙ୍କର ଘର ନାନା ପ୍ରକାର ଦ୍ରବ୍ୟରେ ପରିପୂର୍ଣ୍ଣ, ସତେ ଯେପରି ଅନ୍ନପୂର୍ଣ୍ଣେଶ୍ୱରୀ ବରସି ଦେଇଛନ୍ତି। ଅତ୍ୟଧିକ ଚକିତ ହୋଇଗଲେ। ଏହି ସମୟରେ ସ୍ତ୍ରୀ କହିଲେ, ଆହେ ଏମିତି ଚକିତ ହୋଇ ଚାହିଁଛ କ'ଣ ଯେ? ତୁମର ସଖା ପରା ପଠାଇଛନ୍ତି। ଜଣେ ଦିବ୍ୟ ସୁନ୍ଦର ରୂପ ଧରିଥିବା କିଶୋର ବୟସର ଗୋପାଳ ଭାରୁଆ ଏହା ଆଣି ଦେଇଯାଇଛନ୍ତି। ତାଙ୍କୁ ରହିବାକୁ ଓ ଭୋଜନ କରି ଯିବା ପାଇଁ ଯେତେ ନେହୁରା ହେଲେ ବି ସେ ଶୁଣିଲେ ନାହିଁ। ମୋତେ ଜିଭ ଦେଖାଇଲେ। ସେ ଜିଭ ତାଙ୍କର 3 ଜାଗାରେ ଖଣ୍ଡିଆ ହୋଇଯାଇଥିଲା, ଆଉ ରକ୍ତ ବାହାରୁଥିଲା। ତେଣୁ ସେ କିଛି ଭୋଜନ କରିପାରିବେ ନାହିଁ ବୋଲି କହିଲେ। ଆଉ କହିଲେ ସଂସାର ଯାକର ଜଞ୍ଜାଳ ତାଙ୍କୁ ଲାଗିଛି, ତେଣୁ ସେ ଆଉ ମୁହୂର୍ତ୍ତକେ ରହିପାରିବେ ନାହିଁ। ଏପରି ଅତି ବେଗରେ ଚାଲିଗଲେ। ଏବେ ସ୍ନାନ ସାରି ଆସ, ଆଉ ଭୋଜନ କର। ତୁମକୁ ଯାହା କହିବାକୁ କହିଥିଲେ କହିଲ। ଗୀତା ପଣ୍ଡା ଏ ସମସ୍ତ ଶୁଣି ଏହା ଯେ ତାଙ୍କ ପ୍ରଭୁଙ୍କର କାମ ଜାଣି ଆନନ୍ଦମଗ୍ନ ହୋଇଗଲେ। ସେ ତାଙ୍କ ସ୍ତ୍ରୀଙ୍କୁ କହିଲେ, ତୁମେ ଅତ୍ୟନ୍ତ ସୌଭାଗ୍ୟବତୀ। ତୁମର ଜୀବନ ଧନ୍ୟ ହୋଇଗଲା। ଯାହାଙ୍କୁ କୋଟି କୋଟି ବର୍ଷ ଧନି ମୁନିମାନେ ଜପ ତପ କରି ଦର୍ଶନ କରିପାରନ୍ତି ନାହିଁ, ତୁମେ ତାଙ୍କୁ ଚର୍ମ ଚକ୍ଷୁରେ ଦର୍ଶନ କଲ। ଧନ୍ୟ, ତୁମେ ଧନ୍ୟ ବିଦୁଷୀ, ଧନ୍ୟ। ଆଉ ତୁମେ ତାଙ୍କୁ ଦର୍ଶନ କରିଥିବାରୁ ମୁଁ ତୁମକୁ ଦେଖି ଏବେ କୃତକୃତ୍ୟ ହୋଇଗଲି। ତୁମେ ଏବେ ଜାଣ ଯେ ସେ ଗୋପାଳ ବେଶଧାରୀ ହେଉଛନ୍ତି ଗୋପାଳ କୃଷ୍ଣ ଆଦି ନାରାୟଣ ଜଗନ୍ନାଥ, ସ୍ୱୟଂ ଜଗନ୍ନାଥ। ତାଙ୍କ ଜୀବର ଯେଉଁ ଘାତ ଚିହ୍ନ ସେ ଦେଖାଇ ଦେଲେ, ତାହା ହେଉଛି ତୋର କୃତ୍ୟ। ଜଗନ୍ନାଥ ଆସିଥିଲେ ମୋ ଘରକୁ ଆସିଥିଲେ। ଆଖିର ଲୁହକୁ ଗଡ଼େଇ ବିଦୁଷୀ ଉଦଣ୍ଡ କୀର୍ତ୍ତନ କରିବାକୁ ଲାଗିଲା। ଜଗନ୍ନାଥ କହି ପାଗଳିନୀ ହୋଇଗଲା। ଏଇ ଯେଉଁ ଭଗବତ ଗୀତା ପୋଥି ଦେଖୁଛ, ଏଇ ହେଉଛି ସାକ୍ଷାତ ଗୋବିନ୍ଦଙ୍କ ରଚନା। ତୁ ଲେଖନୀରେ 3 ଗାର କାଟିଦେଲୁ ଲୋ। ତାଙ୍କ ଜୁହାରେ 3ଟି କ୍ଷତ ଦେଖିଲୁ। ଆଉ ବିଳମ୍ବ ନ କରି ଶୀଘ୍ର ଚାଲ ତାଙ୍କ ପାଖକୁ କ୍ଷମା ଯାଚନା କରିବା, ଅପରାଧ ସ୍ୱୀକାର କରି ଆସିବା। ତାହା ନହେଲେ ଆମର ରକ୍ଷା ନାହିଁ। ଏହିପରି କହି ଦୁହେଁ ମହାପ୍ରଭୁଙ୍କ ଛାଙ୍ଗୁରେ ସଙ୍ଗେ ସଙ୍ଗେ ପ୍ରବେଶ କଲେ। ଦେଖିଲେ ମହାପ୍ରଭୁଙ୍କ ଓଠରୁ ଧାର ହୋଇ ଅନବରତ ବୋହି ଚାଲିଛି ରକ୍ତ। ପଣ୍ଡା ସଙ୍ଗେ ସଙ୍ଗେ ଲମ୍ବ ହୋଇ ସାଷ୍ଟାଙ୍ଗ ପ୍ରଣିପାତ କରି ଭକ୍ତି ଗଦଗଦ ହୋଇ କହି ଉଠିଲେ, ପ୍ରଭୁ ଅଧମ ମଣିଷ ଆପଣଙ୍କ ପାଖରେ ଘୋର ଅପରାଧ କରି ପକାଇଛି। ଅପରାଧ ହୋଇଗଲା, ମାର୍ଜନା କର ମଣିମା, ମାର୍ଜନା କର। ହେ ବ୍ରହ୍ମାଣ୍ଡର ଅଧିକାରୀ, ଅଖିଳ ବ୍ରହ୍ମାଣ୍ଡ କର୍ତ୍ତା, ମୋ ଜୀବନ ସ୍ୱାମୀ, ଗତି ଆଉ ନାହିଁ ପାଇଅଛି ଭ୍ରମି। ମୋତେ ଦିଅ ତବ ପ୍ରେମ ସର୍ବନ୍ତର୍ଯ୍ୟାମୀନାଥ। ହେ ପୁରୁଷୋତ୍ତମ, ଆମେ ଆପଣଙ୍କୁ ପ୍ରଣାମ କରୁଛୁ। এই ପାପିନୀ ସ୍ତ୍ରୀ ଆପଣଙ୍କର ଦ୍ରୋହ କରିଛି। ହେ କରୁଣା ବାରିଧି, କ୍ଷଣେ କ୍ଷମା କରିଦିଅନ୍ତୁ ପ୍ରଭୁ। ଆପଣ ତ କ୍ଷମା ନିଧି, ଆପଣ ମନ୍ତରକୁ ଜାଣୁଛନ୍ତି। ଅପରାଧ କ୍ଷମା କରନ୍ତୁ ହିଁ ମହାବାହୁ। ଏହିପରି ପ୍ରାର୍ଥନା ନିବେଦନ କରି 2 ପ୍ରାଣୀ ସେଠାରୁ ଚାଲିଗଲେ। ଗୃହରେ ପହଞ୍ଚି ପୁତ୍ର କନ୍ୟାଙ୍କୁ ସାଙ୍ଗରେ ଧରି ଭୋଜନ କଲେ। ଗୀତା ପଣ୍ଡା ପରିବାର ବର୍ଗଙ୍କ ସହିତ ଜୀବନ କାଳ ଆନନ୍ଦରେ ହରିନାମ ଗାନ କରି ପରିଶେଷରେ ବୈକୁଣ୍ଠ ପ୍ରାପ୍ତ ହେଲା। ଭକ୍ତବନ୍ଧୁ, ଆମେ ଶିଖିଲେ ଏହା ଭଗବାନଙ୍କ ଉପରେ ପୂର୍ଣ୍ଣ ଆସ୍ଥା ପ୍ରକଟ କରିବା। ଜୀବନ ଥିବା ପର୍ଯ୍ୟନ୍ତ ଆମେ ଆମର ଭାରକୁ ଦେଇଦେବା ଭଗବାନଙ୍କୁ, ଆଉ ତାଙ୍କର ଭାବଗ୍ରାହୀ ସେ ଭାରକୁ ବହନ କରି ଆମର ସମସ୍ତ ଦୁଃଖକୁ ହରଣ କରିଦିଅନ୍ତି। ରହୁଛି, ଜୟ ଜଗନ୍ନାଥ।